ବୁଧବା ଶ୍ରୀ ଶ୍ରୀ ନୀଳଗିରି ଚାର ଗଣେଶ ଗୁରୁଜ ଜାଗା ଅନୁଷ୍ଠାନ ତରଫରୁ ପ୍ରତିବର୍ଷ ଭଳି ଏବର୍ଷ ମଧ୍ୟ 25ତମ ଗଣପତି ମହୋତ୍ସବ ଉଦ୍ଘାଟନ ହୋଇଛି। ଏଥିରେ ମୁଖ୍ୟ ଅତିଥି ଭାବରେ ଶ୍ରୀମନ୍ଦିର ପରିଚାଳନା କମିଟିର ନୂତନ ସଭ୍ୟ ଜଗନ୍ନାଥ ପୂଜାପଣ୍ଡା ସାମନ୍ତ ସମେତ ବିଜେପିର ବରିଷ୍ଠ ନେତା ରବି ଦାସ, ବଳଭଦ୍ର ମହାନ୍ତି ତଥା ବିଶିଷ୍ଟ ଗୀତିକାର ବଦ୍ରି ମିଶ୍ର, ବିଶିଷ୍ଟ ସମାଜସେବୀ ଗିରୀଶ ନାୟକ ଏବଂ ଯୁବ ସଂଗଠକ ତଥା ଆଇନଜୀବୀ ଓ ବିଜେପିର କର୍ମକର୍ତ୍ତା ବିନୟ ନୃସିଂହ ମହାପାତ୍ର ପ୍ରମୁଖ ଯୋଗଦେଇ ଏହି ଉତ୍ସବର ମାହାତ୍ମ୍ୟ ଏବଂ ଚାର ଗଣେଶର କିମ୍ବଦନ୍ତୀ ବର୍ଣ୍ଣନା କରିଥିଲେ। ଅନୁଷ୍ଠାନର ସଭାପତି ନିତ୍ୟ ପ୍ରସାଦ ପଟ୍ଟନାୟକ, ଉପସଭାପତି କ୍ଷେତ୍ରମୋହନ ସାହୁ, ସମ୍ପାଦକ ନିମାୟ ଚରଣ ମହାନ୍ତି, କେଶବ ପରିଜା, ହରିବନ୍ଧୁ ପଣ୍ଡା, କୋଷାଧ୍ୟକ୍ଷ ଚିତ୍ତରଞ୍ଜନ ଦାସ, ମହମ୍ମଦ ୱାଜିରୁଲ୍ଲା, ଚିତ୍ତରଞ୍ଜନ ମହାପାତ୍ର, ପୂର୍ଣ୍ଣଚନ୍ଦ୍ର ପାଣି, ତାରାପ୍ରସାଦ ଦାସ ତଥା ଦାମୋଦର ଦାସ ପ୍ରମୁଖ କର୍ମକର୍ତ୍ତାମାନେ ଉପସ୍ଥିତ ରହି ସେମାନଙ୍କର ବକ୍ତବ୍ୟ ପ୍ରଦାନ କରିବା ସହିତ ମଞ୍ଚ ପରିଚାଳନା କରିଥିଲେ। ଶେଷରେ ଅତିଥିମାନଙ୍କୁ ମାନପତ୍ର ଓ ଉପଢୌକନ ପ୍ରଦାନ କରାଯାଇଥିଲା। ଏହି ଉତ୍ସବ 6 ଦିନ ବ୍ୟାପୀ ଚାଲିବା ସହିତ ବିଭିନ୍ନ ମନ୍ତ୍ରୀ ଏବଂ ବିଶିଷ୍ଟ ବ୍ୟକ୍ତିମାନେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ପ୍ରତିଦିନ ସାଂସ୍କୃତିକ କାର୍ଯ୍ୟକ୍ରମ ଏଠାରେ ଅନୁଷ୍ଠିତ ହୋଇଅଛି। ଅନୁଷ୍ଠାନର ସମସ୍ତ ସଭ୍ୟ ଏହି କାର୍ଯ୍ୟକ୍ରମରେ ସହଯୋଗ ପ୍ରଦାନ କରିଥିଲେ।